ମୁଁ ଦେବାଶିଷ ଶର୍ମା ପାରାଦୀପ ରିଫାଇନାରୀ ଜବ୍ କରିଛି। ବର୍ତ୍ତମାନ ଓଡ଼ିଶାରେ ପ୍ରଥମ ଥର ପାଇଁ ଅଲ୍ ଓଡ଼ିଶା ସେଫ୍ଟି ଆସୋସିଏସନ୍ ଆଜି ଗୋଟେ ସଂଘ ଗଠନ କରାଗଲା। ଆଜି ତାର ଜେନେରାଲ ବଡି ମିଟିଂ ରହୁଛି। ଲକ୍ଷ୍ୟ ଆଭିମୁଖ୍ୟ ତ ବହୁତ ଜିନିଷ ଅଛି ଯାହାକୁ ଏଠି ବର୍ତ୍ତମାନ ଡେସ୍କ୍ରାଇବ୍ କରିବା ପାଇଁ ଆମ ପାଖରେ ସମୟ ନାହିଁ, କିନ୍ତୁ ସେଇଟା ତ ସମୟ କହିବ ଆମେମାନେ କ'ଣ କରିବୁ। ଆମେମାନେ ଆଶା କରିବୁ ଆମେ ସବୁ ଭାଇମାନେ ପ୍ରଥମ ଜିନିଷ ହେଉଛି ଯେଉଁମାନେ ଇଣ୍ଡଷ୍ଟ୍ରିରେ କାମ କରୁଛନ୍ତି ସେମାନେ ନିଜେ ସମସ୍ତଙ୍କୁ ସୁରକ୍ଷା ଦେଉଛନ୍ତି, ନିଜେ ସୁରକ୍ଷିତ ନାହାନ୍ତି। ପ୍ରଥମ ଜିନିଷ ହେଉଛି ଆମେ ସଂଗଠନ କରିଛୁ ଅଲ୍ ଓଡ଼ିଶା ସେଫ୍ଟି ଆସୋସିଏସନ୍। ସବୁ ଭାଇମାନେ ଆଗେ ନିଜେ ଏକତ୍ରିତ ହେବୁ, ସମସ୍ତଙ୍କ ସୁବିଧା ଅସୁବିଧାରେ ଠିଆ ହେବୁ ଏବଂ ଆବଶ୍ୟକ ସମୟରେ ସମାଜ ପାଇଁ ଯାହା ଯାହା ଆମର କର୍ତ୍ତବ୍ୟ ରହିଛି ଆମେ ସେ ଜିନିଷ କରିବୁ। ଆମ ବାଇଲୋରେ ମଧ୍ୟ ଆମେ ତାକୁ ଉଲ୍ଲେଖ ରଖିଛୁ, ଯେମିତି ଆମେ ପ୍ରତିବର୍ଷ 1,00,000 ଗଛ ଲଗେଇବୁ, ତାଳ ଗଛ। ସେ ଗଛ ଲଗେଇଲେ କ'ଣ ହେବ ନା ବର୍ତ୍ତମାନ ଯେଉଁଭଳି ଭାବେ ଘଡ଼ଘଡ଼ିର ଯେଉଁଭଳିଆ ଅବସ୍ଥା ହେଉଛି ଲୋକମାନେ ସୁରକ୍ଷିତ ହେବେ, ଲୋକମାନଙ୍କୁ ଆୱାରନେସ୍ କରିବୁ। ଆମର ଲକ୍ଷ୍ୟ ଅଛି ସମୟ ଅନୁସାରେ ସବୁ ଜିନିଷ ହେବ। ଆମେ ତ ବାଇଲୋରେ ଯାହା ଅଛି ତାକୁ ଟାଇମ୍ ଟେକିଂ ଲାଗିବ। ସବୁ ଭାଇମାନେ ସହଯୋଗ ରହିଲେ ମାନେ ଓଡ଼ିଶାକୁ ଏକ ନୂତନ ଦିଗ୍ଦର୍ଶନ ଦେବ। ଆମେ ଅଲ୍ ଓଡ଼ିଶା ସେଫ୍ଟି ଆସୋସିଏସନ୍ ଓଡ଼ିଶା ପାଇଁ ଗୋଟେ ଉଦାହରଣ ପାଲଟିବ। ଏତିକି ଆଶା ଆଉ ବିଶ୍ୱାସ ରଖିକି ଆଜି ଆମେ କାମ ଆଗେଇ ଚାଲିବୁ। ଧନ୍ୟବାଦ।